ସକାଳର ବଡ଼ ଖବର, ସକାଳର ଲାଟେଷ୍ଟ ଅପଡେଟ୍। ନିଶ୍ଚନ୍ଦ କୋଇଲ ବ୍ଲକ ବନ୍ଧକାଟିଆ ପଞ୍ଚାୟତରେ ଚିତାବାଘର ଆତଙ୍କ। ଗତକାଲି ଶାରଦା ଶତପଥୀଙ୍କ ସିସି କ୍ୟାମେରା କଏଦ ହେଲା ଚିତାବାଘର ଦୃଶ୍ୟ। ଏଥିପାଇଁ ଗ୍ରାମର ଲୋକମାନେ ସମ୍ପୂର୍ଣ୍ଣ ଭାବରେ ଭୟଭୀତ ଅବସ୍ଥାରେ ଅଛନ୍ତି। ଏହାପରେ ସମ୍ପୂର୍ଣ୍ଣ ଭାବରେ ବନ ବିଭାଗ କର୍ମଚାରୀଙ୍କୁ ଖବର ଦିଆଯାଇଥିଲା। ବନ ବିଭାଗର କର୍ମଚାରୀ ମଧ୍ୟ ସେଠି ପହଞ୍ଚି ଇନଭେଷ୍ଟିଗେସନ୍ କରିଥିଲେ ଏବଂ ସମ୍ପୂର୍ଣ୍ଣ ଭାବରେ ବାଘର ପାଦଚିହ୍ନ ମଧ୍ୟ ସ୍ପଷ୍ଟ ଦେଖାଯାଇଥିଲା। ଚିତାବାଘର ପାଦଚିହ୍ନ ମଧ୍ୟ ସ୍ପଷ୍ଟ ଦେଖାଯାଇଥିଲା। ସେଥିପାଇଁ ସମ୍ପୂର୍ଣ୍ଣ ସତ୍ୟତା ପ୍ରମାଣିତ ହୋଇଛି। ଏବେ ସୁଦ୍ଧା ରେସ୍କ୍ୟୁ ଅପରେସନ୍ ଜାରି ରହିଛି। ପାଖ ଆଖ ଅଞ୍ଚଳର ଅନେକ ପଞ୍ଚାୟତକୁ ସତର୍କ ସୂଚନା ଦିଆଯାଇଛି। ଏବେ ବର୍ତ୍ତମାନ ସେହି ଶାରଦା ଶତପଥୀଙ୍କ ସିସିଟିଭି କ୍ୟାମେରାରେ ଭାଇରାଲ ହୋଇଥିବା ଭିଡ଼ିଓଟି ମୋବାଇଲ ଘୁରି ବୁଲୁଛି ଏବଂ ସ୍ଥାନୀୟ ଅଞ୍ଚଳ ସମ୍ପୂର୍ଣ୍ଣ ଭାବରେ ଭୟଭୀତ ଅବସ୍ଥା ଦେଖିବାକୁ ମିଳୁଛି। ଯାହା ଲାଟେଷ୍ଟ ଅପଡେଟ୍ ଆସି ପହଞ୍ଚୁଛି କି ନିଶ୍ଚନ୍ଦ କୋଇଲି ଅଞ୍ଚଳର ବନ୍ଧକାଟିଆ ପଞ୍ଚାୟତରେ ସମ୍ପୂର୍ଣ୍ଣ ଭାବରେ ଚିତାବାଘର ଦୃଶ୍ୟ ଗତକାଲି ଦେଖିବାକୁ ମିଳିଥିଲା। ଉକ୍ତ ଅଞ୍ଚଳ ବା ବନ୍ଧକାଟିଆ ପଞ୍ଚାୟତର ଶାରଦା ଶତପଥୀଙ୍କ ସିସି କ୍ୟାମେରାରେ ଏହା କଏଦ ହୋଇଥିଲା। ଯାହା ଶାରଦା ଶତପଥୀ କହିବା କଥା କି ରାତିରେ ହିଁ ସିସିଟିଭିରେ ତାଙ୍କୁ କିଛି ଯିବାର ଦୃଶ୍ୟ କେହି ଜଣେ ବାରିପଟେ ଯିବା ଭଳି ଲାଗିଥିଲା ଏବଂ ସମ୍ପୂର୍ଣ୍ଣ ଭାବରେ ସେ ସିସି କ୍ୟାମେରା ଚେକ୍ କରିଥିଲେ ଏବଂ ସିସି କ୍ୟାମେରା ଚେକ୍ କରିବା ପରେ ହିଁ ଏହି ଚିତାବାଘଟି ସମ୍ପୂର୍ଣ୍ଣ ଭାବରେ ସ୍ପଷ୍ଟ ଭିଜୁଆଲ ଦେଖାଯାଇଥିଲା ଏବଂ ସେ ଏହି ଭିଜୁଆଲଟାକୁ ସମ୍ପୂର୍ଣ୍ଣ ଭାବରେ ମୋବାଇଲ କି ସେୟାର କରିଥିଲେ। ମୋବାଇଲ ଘୁରି ବୁଲୁଥିଲା ପରେ ବନ ବିଭାଗ କର୍ମଚାରୀଙ୍କୁ ଖବର ଦିଆଯାଇଥିଲା ଏବଂ ବନ ବିଭାଗ କର୍ମଚାରୀ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ସାଙ୍ଗେ ସାଙ୍ଗେ ସ୍ପଟ୍ ଇନକ୍ୱାରି କରିଥିଲେ ଏବଂ ସ୍ପଟ୍ରୁ ସମ୍ପୂର୍ଣ୍ଣ ଭାବରେ ଚିତାବାଘର ପାଦଚିହ୍ନ ଦେଖାଯାଇଥିଲା ଏବଂ ଜନ୍ତା ମଧ୍ୟ ବସାଯାଇଥିଲା। ସମ୍ପୂର୍ଣ୍ଣ ବାଘଟିକୁ ଧରାଯିବା ପାଇଁ ଚେଷ୍ଟା କରାଯାଇଥିଲା। ବନ ବିଭାଗ କର୍ମଚାରୀ ସମ୍ପୂର୍ଣ୍ଣ ଭାବରେ ଲାଗିପଡ଼ି ଚେଷ୍ଟା କରିଥିଲେ, କିନ୍ତୁ ଏପର୍ଯ୍ୟନ୍ତ ଯଦିଓ ଚିତାବାଘଟି ଧରା ପଡ଼ିନାହିଁ, କିନ୍ତୁ ସ୍ଥାନୀୟ ଅଞ୍ଚଳରେ ଗୋଟେ ଭୟ ବାତାବରଣ ଦେଖାଯାଇଛି, ଭୟ ପରିସ୍ଥିତି ଦେଖାଯାଇଛି। ଲୋକମାନେ ଭୟଭୀତ ଅବସ୍ଥାରେ ଏବେ ସୁଦ୍ଧା ଅଛନ୍ତି ଏବଂ ସ୍ଥାନୀୟ ଅଞ୍ଚଳକୁ ମଧ୍ୟ ସତର୍କ ସୂଚନା କରାଯାଇଛି। ଯଦିଓ ଏହି ଚିତାବାଘଟି କେମିତି ନିଶ୍ଚନ୍ଦ କୋଇଲି ଏ ଅଞ୍ଚଳକୁ ପଶିଲା, ଏ ବନ୍ଧକାଟିଆ ଅଞ୍ଚଳକୁ ପଶିଲା ଏବଂ କେଉଁଠୁ ଆସିছে ସମ୍ପୂର୍ଣ୍ଣ ଭାବରେ ଯଦିଓ ଏପର୍ଯ୍ୟନ୍ତ କୌଣସି ଇନଭେଷ୍ଟିଗେସନର ସୂଚନା ଆସି ପହଞ୍ଚୁନାହିଁ, ବନ ବିଭାଗ କର୍ମଚାରୀ ସ୍ପଷ୍ଟ କହିପାରୁନାହାନ୍ତି, କିନ୍ତୁ ସମ୍ପୂର୍ଣ୍ଣ ଭାବରେ ପାଦଚିହ୍ନ ଦେଖିବା ପରେ ଆହୁରି ଗୋଟେ ଭୟାବହ ପରିସ୍ଥିତି ସୃଷ୍ଟି ହୋଇଛି। ଲୋକମାନଙ୍କ ଭିତରେ ଭୟ ବାତାବରଣ ସୃଷ୍ଟି ହୋଇଛି। ସମ୍ପୂର୍ଣ୍ଣ ଭାବରେ ଲୋକ ଭୟଭୀତ ଅବସ୍ଥାରେ ଅଛନ୍ତି। ଦିନ ତମାମ ରାତି ତମାମ ସମ୍ପୂର୍ଣ୍ଣ ଖୋଜିବା ପରେ ମଧ୍ୟ ସମ୍ପୂର୍ଣ୍ଣ ଚିତାବାଘର କୌଣସି ଖୋଜ ଖବର ମିଳିନାହିଁ, ସମ୍ପୂର୍ଣ୍ଣ ଭାବରେ ପତ୍ତା ମିଳିନାହିଁ। ଏପର୍ଯ୍ୟନ୍ତ ମଧ୍ୟ ଲୋକମାନେ ଭୟଭୀତ ଅବସ୍ଥାରେ ଅଛନ୍ତି ଏବଂ ପାଦଚିହ୍ନ ଦେଖିଲା ପରେ ଲୋକମାନଙ୍କ ଭିତରେ ଆହୁରି ଭୟ ସୃଷ୍ଟି ହୋଇଛି। ଯାହା ଲାଟେଷ୍ଟ ଅପଡେଟ୍ ଆସି ପହଞ୍ଚୁଛି। ସକାଳର ଲାଟେଷ୍ଟ ଅପଡେଟ୍, ନିଶ୍ଚନ୍ଦ କୋଇଲି ଅଞ୍ଚଳରେ ମାତିଛି ଚିତାବାଘ।